ନମସ୍କାର ଦର୍ଶକ ବନ୍ଧୁ। ବିପଦର ସାମ୍ନା ସଫଳତାର ମାର୍ଗ ଆଜିର ଏହି ଖାସ୍ ଏପିସୋଡକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଆମେ ସମସ୍ତେ ଆମ ଜୀବନରେ ସଫଳ ହେବାକୁ ଚାହୁଁ, ନିଜ ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁ, କିନ୍ତୁ ଆମେ ପ୍ରାୟତଃ ଏକ ବଡ଼ ସତ୍ୟକୁ ଭୁଲି ଯାଉଁ। ସେ ସତ୍ୟଟି କ'ଣ ଯେ ଜୀବନରେ କିଛି ବଡ଼ କରିବାକୁ ହେଲେ ଆମକୁ ଏକ ସାହସିକ ପଦକ୍ଷେପ ନେବାକୁ ପଡ଼େ, ଯାହାକୁ ଆମେ କହୁଁ ରିସ୍କ ବା ବିପଦ। ଆଜିର ଶୋରେ ଆମେ ଆଲୋଚନା କରିବା ସାହସିକତାର ସେହି ମନସ୍ତତ୍ଵ ଏବଂ ଆମ ସ୍ୱପ୍ନକୁ ହତ୍ୟା କରୁଥିବା 5ଟି ବଡ଼ ଶତ୍ରୁ ବିଷୟରେ। ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସମ୍ପୂର୍ଣ୍ଣ ଭିଡିଓକୁ। ଦର୍ଶକ ବନ୍ଧୁ, ସର୍ବପ୍ରଥମେ ଆସନ୍ତୁ ବୁଝିବା ଯେ ଆମେ ରିସ୍କ ନେଲାବେଳେ ପ୍ରକୃତରେ ଭୁଲ କେଉଁଠି କରୁ। ଦେଖନ୍ତୁ ବନ୍ଧୁଗଣ, ଭାବନା ଏବଂ ଯୁକ୍ତି এই ଦୁଇଟି ଜିନିଷ ଆମେ ରିସ୍କ ନେଲା ବେଳେ ସନ୍ତୁଳନ ହରାଇଥାଏ। ଯେତେବେଳେ ଆମେ ଅତ୍ୟଧିକ ଆବେଗପୂର୍ଣ୍ଣ ବା ଇମ୍ପଲସିଭ୍ ହେଇଯାଉ, ସେତେବେଳେ ବିନା ଭାବି ଚିନ୍ତି କରି ନିଷ୍ପତ୍ତି ନେଇ ବିପଦରେ ପଡ଼ୁ। ଏବଂ ଅନ୍ୟପକ୍ଷେ ଯେତେବେଳେ ଆମେ ଅତ୍ୟଧିକ ଆନାଲିଟିକାଲ ବା ବିଶ୍ଳେଷଣାତ୍ମକ ହେଇଯାଉ, ଭୟ ଓ ଦୁଶ୍ଚିନ୍ତା ଆମକୁ ସ୍ଥାଣୁ କରିଦିଏ। ସଫଳ ହେବାକୁ ହେଲେ ଆମକୁ ମସ୍ତିଷ୍କର ଏହି ଦୁଇଟି ଦିଗକୁ ସନ୍ତୁଳିତ କରିବାକୁ ପଡ଼ିବ। ଏହା ହିଁ ହେଉଛି ସବୁଠାରୁ ବଡ଼ ଉପାୟ। ଏବେ ଆପଣ ନିଜକୁ ଗୋଟେ ପ୍ରଶ୍ନ ପଚାରନ୍ତୁ, ଆପଣ ଏହି ରିସ୍କ ସ୍ପେକ୍ଟ୍ରମର କେଉଁ ସ୍ଥାନରେ ଅଛନ୍ତି? ଗୋଟିଏ ପଟେ ସେହି ଲୋକମାନେ ଅଛନ୍ତି ଯେଉଁମାନେ ସବୁବେଳେ ବିପଦକୁ ଏଡ଼େଇ ଚାଲନ୍ତି। ସୁରକ୍ଷିତ ରହିବା ଚକ୍କରରେ ସେମାନେ ନିଜ ପ୍ରକୃତ ସାମର୍ଥ୍ୟ ଠାରୁ ବହୁତ ତଳେ ଜୀବନ ବିତାନ୍ତି। କିନ୍ତୁ ଅନ୍ୟପଟେ କିଛି ଦାୟିତ୍ୱହୀନ ଲୋକ ଅଛନ୍ତି ଯେଉଁମାନେ ବିନା ପ୍ରସ୍ତୁତିରେ ଯେକୌଣସି ବିପଜ୍ଜନକ ପରିସ୍ଥିତିକୁ ଡେଇଁ ପଡ଼ନ୍ତି। ବନ୍ଧୁଗଣ, ସଫଳତା କେବଳ ସେତିକି ବେଳେ ମିଳେ ଯେତେବେଳେ ଆପଣ କାଲକୁଲେଟେଡ୍ ରିସ୍କ ବା ହିସାବ କରାଯାଇଥିବା ବିପଦ ନେବା ଶିଖିବେ। ଏହା ହେଉଛି ଗୁରୁତ୍ୱପୂର୍ଣ୍ଣ। ଆମର ବିକାଶ ଏବଂ ସମୃଦ୍ଧିର ନିର୍ଭର କରେ ଆମର ନିଷ୍ପତ୍ତି ଉପରେ। କିନ୍ତୁ ଆମ ମନ ଅବଚେତନ ଗହ୍ୱରରେ କିଛି ଏମିତି ଦାନବ ଅଛନ୍ତି ଯେଉଁମାନେ ଆମକୁ ଆଗକୁ ବଢ଼ିବାକୁ ଦିଅନ୍ତି ନାହିଁ। ସେମାନଙ୍କୁ ଆମେ କହୁଁ ସ୍ୱପ୍ନହନ୍ତା ବା ଡ୍ରିମ୍ କିଲର। ଯଦି ଆମେ ଜୀବନରେ ପ୍ରକୃତ ସମୃଦ୍ଧି ଚାହୁଁ, ତେବେ ଆମକୁ ଏହି 5ଟି ବିଶାଳ ଦାନବଙ୍କର ମୁଖା ଖୋଲି ସେମାନଙ୍କୁ ସମୂଳେ ବିନାଶ କରିବାକୁ ପଡ଼ିବ। ତେବେ କିଏ ସେଇ 5 ଜଣ ଡ୍ରିମ୍ କିଲର ବା ସ୍ୱପ୍ନହନ୍ତା? ଆସନ୍ତୁ ଜାଣିବା ସେମାନଙ୍କର ବିଷୟରେ। ପ୍ରଥମ କଥା ହେଲା ଭୟ। ଏ ହେଉଛି ପ୍ରଥମ ଦାନବ। ଭୟ ଆମକୁ ବାଧ୍ୟ କରେ ଏଭରେଜ ବା ସାଧାରଣ ଜୀବନ ଜୀଇଁବା ପାଇଁ। କାହିଁକି ଜାଣନ୍ତି? କାରଣ ସାଧାରଣ ହେବା ଅତି ସୁରକ୍ଷିତ, ସହନୀୟ ଏବଂ ପରିଚିତ ଅଟେ। କିନ୍ତୁ ମୋତେ କୁହନ୍ତୁ, ଯେଉଁମାନେ ନିଜ ସ୍ୱପ୍ନ ପୂରଣ କରନ୍ତି ସେମାନେ କ'ଣ ଆମଠାରୁ ଅଧିକ ସାହସୀ? ଆଦୌ ନୁହେଁ ବନ୍ଧୁଗଣ। କିନ୍ତୁ ପାର୍ଥକ୍ୟ ହେଉଛି ସେମାନଙ୍କର ଉଦ୍ଦେଶ୍ୟ ବା ପର୍ପୋଜ ସେମାନଙ୍କ ଭୟଠାରୁ ଯଥେଷ୍ଟ ବଡ଼ ଥାଏ। ଯେଉଁଦିନ ଆପଣଙ୍କର ସଫଳ ହେବାର କାରଣ ଆପଣଙ୍କର ଭୟଠାରୁ ବଡ଼ ହେଇଯିବ, ସେହିଦିନ ଆପଣଙ୍କର ଏହି ଭୟ ଆଉ ଆପଣଙ୍କୁ ବାନ୍ଧି ରଖିପାରିବ ନାହିଁ। ଧ୍ୟାନ ଦିଅନ୍ତୁ। ଦ୍ୱିତୀୟ ସ୍ୱପ୍ନହନ୍ତା ହେଉଛି ଅନିଶ୍ଚିତତା। ଆମେ ମଣିଷ। ଆମେ ଯେତେବେଳେ ସୁରକ୍ଷିତ ଅନୁଭବ କରୁ, ଯେତେବେଳେ ସବୁକିଛି ଆମ ନିୟନ୍ତ୍ରଣରେ ଥାଏ, କିନ୍ତୁ ସତ କହିଲେ ଆମର ଜୀବନ ଉପରେ କୌଣସି ନିୟନ୍ତ୍ରଣ ନାହିଁ। ସକାଳେ ଗାଡ଼ି ଚଲେଇ ବାହାରକୁ ଯିବା ମଧ୍ୟ ଏକ ପ୍ରକାର ଅଜଣା ବିପଦ। ଜୀବନରେ ଆପଣ କେତେ ଆଗକୁ ଯିବେ ତାହା ନିର୍ଭର କରେ ଯେ ଆପଣ ଏହି ଅନିଶ୍ଚିତତାକୁ କେତେ ସହଜରେ ଏବଂ ଆନନ୍ଦର ସହିତ ଗ୍ରହଣ କରିପାରିଛନ୍ତି। ଅନିଶ୍ଚିତତାକୁ ଭୟ ନ କରି ଏହାକୁ ଜୀବନର ଏକ ସୁନ୍ଦର ଖେଳ ଭାବେ ଗ୍ରହଣ କରନ୍ତୁ। ଆପଣ ଚାଲିବା ସମୟରେ କ'ଣ ରିସ୍କ ନାହିଁ କି? ସେଥିରେ ମଧ୍ୟ ଅନିଶ୍ଚିତତା ଅଛି। ଆପଣ ଚାଲି ଚାଲି ଯାଉଛନ୍ତି, ଆପଣ ଘରକୁ ଫେରିବେ ତ? ଏଭଳି ଅନେକ ପ୍ରଶ୍ନ ରହିଛି। ଆପଣ ଅନିଶ୍ଚିତତାକୁ ଭୟ କରନ୍ତୁ ନାହିଁ, ତାକୁ ନେଇକି ଆଗକୁ ମାଡ଼ି ଚାଲନ୍ତୁ। ତୃତୀୟ ଶତ୍ରୁ ହେଉଛି ସମାଲୋଚନା ଏବଂ ଯାହାକୁ ଆମେ କହୁ ଲୋକଙ୍କର ମତାମତ। ଯେତେବେଳେ ଆପଣ କିଛି ନୂଆ ରିସ୍କ ନିଅନ୍ତି, ଆପଣ ସମସ୍ତଙ୍କ ନଜରକୁ ଆସିଯାଆନ୍ତି। ଲୋକେ ହସିବେ, ସୋସିଆଲ ମିଡ଼ିଆରେ ମଜାକ ଉଡ଼ାଇବେ। କିନ୍ତୁ ଗୋଟିଏ କଥା ଚିନ୍ତା କରନ୍ତୁ, ଆପଣଙ୍କ ପାଇଁ କେଉଁଟି ଗୁରୁତ୍ୱପୂର୍ଣ୍ଣ? ଆପଣଙ୍କ ନିଜ ଖୁସି ନା ଲୋକଙ୍କର କ୍ଷଣସ୍ଥାୟୀ ମତାମତ? ଲୋକଙ୍କର ବିଶ୍ୱାସ ପରିବର୍ତ୍ତନଶୀଳ।
କିଛି ସମୟ ପରେ ଆପଣଙ୍କ ଉପରେ ତାଙ୍କର ଭ୍ୟୁ ପରିବର୍ତ୍ତନ ହେଇଯିବ। ସେଥିପାଇଁ ଆପଣ ନିଜ ଉପରେ ବିଶ୍ୱାସ ରଖନ୍ତୁ। ଏହି ଭୟକୁ ଦୂର କରିବାର ସବୁଠାରୁ ବଡ଼ ଉପାୟ ହେଉଛି ଅତି ଛୋଟ ଛୋଟ ପଦକ୍ଷେପରୁ କାର୍ଯ୍ୟକୁ ଆରମ୍ଭ କରିବା। ଆପଣ ଛୋଟିଆ ପଦକ୍ଷେପରୁ ନିଜ କାର୍ଯ୍ୟକୁ ଆରମ୍ଭ କରନ୍ତୁ। ଧୀରେ ଧୀରେ ଆପଣଙ୍କର ପ୍ରତି ଲୋକଙ୍କର ଚିନ୍ତା ବଦଳିଯିବ। ଚତୁର୍ଥ ଶତ୍ରୁ ହେଉଛି ବନ୍ଧୁଗଣ ଅନୁତାପ। ଆମେ ଭାବୁ ଯେ ଯଦି ଆମେ କିଛି ନ କରି ସୁରକ୍ଷିତ ବସି ରହିବା ତେବେ ଆମର କୌଣସି ଭୁଲ ହେବ ନାହିଁ କି ଅନୁତାପ କରିବାକୁ ପଡ଼ିବ ନାହିଁ। କିନ୍ତୁ ବନ୍ଧୁଗଣ, କିଛି ନ କରିବାର ନିଷ୍ପତ୍ତି ହିଁ ସବୁଠାରୁ ବଡ଼ ଅନୁତାପ ଆଣିଥାଏ। ଜୀବନର ଶେଷ ସମୟରେ ଆପଣ କେବେ ହେଲେ ଏହା ଭାବି ଦୁଃଖୀ ହେବେ ନାହିଁ ଯେ ଆପଣ ଚେଷ୍ଟା କରି ବିଫଳ ହୋଇଥିଲେ, ବରଂ ଏହା ଭାବି କାନ୍ଦିବେ ଯେ ଆପଣ ଚେଷ୍ଟା ହିଁ କରିନଥିଲେ। ଭୁଲ ନିଷ୍ପତ୍ତିର କଷ୍ଟ କିଛି ଦିନ ରହେ, କିନ୍ତୁ ଚେଷ୍ଟା ନ କରିବାର ଅନୁତାପ ସାରା ଜୀବନ ଆପଣଙ୍କର ମନକୁ ବ୍ୟଥିତ କରିଥାଏ। ତେଣୁକରି ଆପଣ କେବେ ହେଲେ ପଛଘୁଞ୍ଚା ଦିଅନ୍ତୁ ନାହିଁ। ଅନୁତାପ ଭଳି ଏକ ପ୍ରସଙ୍ଗ ଆପଣଙ୍କର ମନ ଭିତରେ ଆସିବାକୁ ଦିଅନ୍ତୁ ନାହିଁ। ପଞ୍ଚମ ଦାନବ ହେଉଛି ବିଫଳତାର ଭୟ। ବିଫଳତା ଆମ ଶିକ୍ଷା ବ୍ୟବସ୍ଥା ଆମକୁ ଶିଖାଇଛି ଯେ ଭୁଲ କରିବା ବା ଫେଲ୍ ହେବା ଏକ ପାପ କିମ୍ବା ଅପରାଧ। କିନ୍ତୁ ବାସ୍ତବରେ ବିଫଳତା ଆମକୁ ଶକ୍ତିଶାଳୀ କରେ, ବୁଦ୍ଧିମାନ କରେ ଏବଂ ସହନଶୀଳ କରେ। ଏକ ଉଦାହରଣ ନିଅନ୍ତୁ, ଯାହାକି ହେଉଛି ଜାପାନୀ କଳା କିନସୁଗି। ଯେପରି ଭଙ୍ଗା ମାଟି ପାତ୍ରର ଫାଟଗୁଡ଼ିକ ସୁନା ଦ୍ୱାରା ଯୋଡ଼ି ସେହି ପାତ୍ରକୁ ପୂର୍ବ ଅପେକ୍ଷା ଆହୁରି ମୂଲ୍ୟବାନ ଓ ସୁନ୍ଦର କରାଯାଏ, ସେହିପରି ଆମ ଜୀବନର ପ୍ରତିଟି ବିଫଳତା ଆମକୁ ଆହୁରି ସୁନ୍ଦର ଏବଂ ଅନନ୍ୟ କରି ଗଢ଼ିଥାଏ। ଆପଣଙ୍କୁ ଆହୁରି ମଜବୁତ କରିଥାଏ। ଆପଣଙ୍କୁ ଡିସିଜନ୍ ନେବା ପାଇଁ ଆହୁରି ଆପଣଙ୍କୁ ଉତ୍ସାହିତ କରିଥାଏ। ଏହି ବିଫଳତା ହିଁ ଆପଣଙ୍କୁ ସଫଳତାର ମାର୍ଗ ଦେଖାଇଥାଏ। ଇତିହାସ ଏକ ମହାନ ବାର୍ତ୍ତା ଆଜି ମୁଁ ଆପଣଙ୍କୁ ମନେ ପକାଇ ଦେଉଛି। ଏହା ଲେଖିଛନ୍ତି ପ୍ରସିଦ୍ଧ ଲେଖିକା ହେଲେନ କେଲର। ସେ କହିଥିଲେ ଯେ ଜୀବନ ହେଉଛି ଏକ ଦୁଃସାହସିକ ଯାତ୍ରା କିମ୍ବା କିଛି ନୁହେଁ। ମାତ୍ର 19 ବର୍ଷ ବୟସରୁ ସମ୍ପୂର୍ଣ୍ଣ ଅନ୍ଧ ଏବଂ ବଧିର ହେବା ସତ୍ତ୍ୱେ ସେ ଜୀବନର ସବୁଠାରୁ ବଡ଼ ରିସ୍କ ନେଇ ବିଶ୍ୱ ବିଜୟୀ ହୋଇପାରିଥିଲେ। ଯଦି ସେ ଏହା କରିପାରିଲେ, ତେବେ ଆମେ କାହିଁକି ଆମର ଛୋଟ ଛୋଟ ସମସ୍ୟାରେ ହାର ମାନିବା ବନ୍ଧୁଗଣ? ଜମା ନୁହେଁ। ତେବେ ଆଜିର ଏହି ଶୋରୁ ଆମେ କ'ଣ ଶିଖିଲେ? ସଫଳତାର ସେହି ମହାନ ସୂତ୍ର କ'ଣ? ପ୍ରଥମ କଥା ବନ୍ଧୁଗଣ, ନିଜ ଉଦ୍ଦେଶ୍ୟକୁ ନିଜ ଭୟଠାରୁ ବଡ଼ କରନ୍ତୁ। ଏବଂ ଦ୍ୱିତୀୟ କଥା ହେଲା ଯେ ଅନିଶ୍ଚିତତାକୁ ଏକ ଭୟ ଭାବେ ନୁହେଁ, ବରଂ ଏକ ସୁଯୋଗ ଭାବେ ଆନନ୍ଦର ସହିତ ଗ୍ରହଣ କରନ୍ତୁ। ଏବଂ ତୃତୀୟ ସଫଳତାର ସୂତ୍ର ହେଉଛି ଛୋଟ ଛୋଟ ପଦକ୍ଷେପରୁ ଆରମ୍ଭ କରି ନିଜର ଆତ୍ମବିଶ୍ୱାସ ବୃଦ୍ଧି କରନ୍ତୁ। ବିଫଳତାର ସେହି ଭଙ୍ଗା ଟୁକୁଡ଼ା ଗୁଡ଼ିକୁ ନିଜର ଶକ୍ତି ବନାଇ ଆପଣ ଆଗକୁ ବଢ଼ନ୍ତୁ। ଦର୍ଶକ ବନ୍ଧୁ, ଆଜିର ଏହି ବିଶେଷ ଶୋର ଶେଷ ମନ୍ତ୍ର ହେଉଛି ନିଜର ସ୍ୱପ୍ନକୁ କେବେ ହେଲେ ମରିବାକୁ ଦିଅନ୍ତୁ ନାହିଁ। ଭୟ କରନ୍ତୁ ନାହିଁ, ସର୍ବଦା ଆଗକୁ ପଦକ୍ଷେପ ନେଇ ଚାଲନ୍ତୁ। ଆଜିର ଏହି ବିଶେଷ ପ୍ରସାରଣରେ ଆମ ସହିତ ଯୋଡ଼ି ହୋଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଏହିପରି ଭିଡ଼ିଓ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ ଏବଂ ଆପଣଙ୍କର ଭଲ ପାଇବା ଦେଉଥାନ୍ତୁ। ଧନ୍ୟବାଦ।